ଇସିକା ଆୟୁଷକୁ କହୁଛନ୍ତି ଲିପିକା ତ ଏବେ କମ୍ଫର୍ଟେବୁଲ ଅଛନ୍ତି, ତାହେଲେ ତମେ ମୋତେ ସାଙ୍ଗରେ ନ ନେଇ କ'ଣ ପାଇଁ ଚାଲି ଯାଉଛ? ଆଉ ଆୟୁଷ କହୁଛନ୍ତି ହଁ ମୁଁ ଦେଖିଛି ତମେ 2 ମିନିଟ୍ ଆଗରୁ ଲିପିକାଙ୍କୁ କେମିତି କମ୍ଫର୍ଟେବୁଲ ଫିଲ୍ କରାଉଥିଲ। ଏହାପରେ ଇସିକା କହୁଛନ୍ତି ଆୟୁଷ ତମେ ଏତେ ରାଗି ଯାଉଛ କ'ଣ ପାଇଁ? ଏମିତି କହିବା ପରେ ଇସିକା କହୁଛନ୍ତି ଲିପିକା ଆୟୁଷ ଆଉ ମୁଁ 2 ମିନିଟ୍ ଏକୁଟିଆ କଥା ହେବା ପାଇଁ ଚାହୁଁଛୁ। ଆଉ ଲିପିକା କହୁଛନ୍ତି ଠିକ୍ ଅଛି ମୁଁ ତାହେଲେ ଗାଡ଼ି ଭିତରେ ୱେଟ୍ କରିଛି। ଏହାପରେ ଆୟୁଷ ଇସିକାଙ୍କୁ କହୁଛନ୍ତି ଏବେ କ'ଣ କହିବାର ଅଛି କୁହ। ଆଉ ଇସିକା କହୁଛନ୍ତି ଆୟୁଷ ତମର କ'ଣ ହେଇଛି? ତମେ ଏତେ ରିଉଡ୍ କ'ଣ ପାଇଁ ହେଇଯାଉଛ? ଏମିତି ମୁଁ କ'ଣ କରିଦେଲି? ଆଉ ଆୟୁଷ କହୁଛନ୍ତି ଇସିକା ତମେ ଜାଣିନ ତମେ କ'ଣ କରିଛ? ଆଇ ନୋ ତମେ ଲିପିକାକୁ ଅନକମ୍ଫର୍ଟେବଲ କରିବାକୁ ଚାହୁଁଥିଲ, ଯେମିତି ସେ ଆମକୁ ଏକୁଟିଆ ଛାଡ଼ି ଚାଲିଯିବେ। ଏହାପରେ ଇସିକା ଆୟୁଷକୁ ହକ୍ କରି କହୁଛନ୍ତି ଆଇ ଲଭ୍ ୟୁ ବୁଧୁ। ମୋର କେବଳ ଗୋଟିଏ ଡର ଅଛି, ଲିପିକା ଯେମିତି ଆମ ରିଲେସନ୍ ବିଷୟରେ କାହାକୁ ନ କହିଦେଉ ଆଉ ଆମ ରିଲେସନ୍ ଯେମିତି ଶେଷ ନ ହୋଇଯାଉ। ଏମିତି କହିକି ଲିପିକା ତାଙ୍କ ଘରକୁ ଚାଲି ଯାଉଛନ୍ତି। ଏହାପରେ ଲିପିକା ଆଉ ଆୟୁଷ ଘରକୁ ଆସୁଥିବା ସମୟରେ ଲିପିକା ଆୟୁଷକୁ କହୁଛନ୍ତି ସାର୍ ଆପଣ ମୋ ବାପାଙ୍କ କେସରେ ଷ୍ଟେଟମେଣ୍ଟ ଦେବେ କି? ଆଉ ଆୟୁଷ କହୁଛନ୍ତି ମୁଁ ଷ୍ଟେଟମେଣ୍ଟ ଦେବା ପାଇଁ ରେଡି ଅଛି। ଆୟୁଷଙ୍କ କଥା ଶୁଣି ଲିପିକା ଖୁସି ହେଇଯାଉଛନ୍ତି। ତେବେ ଦର୍ଶକ ବନ୍ଧୁ ଆପଣ ଏଇଭଳି ଏକ ଦମଦାର ଏପିସୋଡ ଦେଖିବାକୁ ପାଇବେ।